ଏଇଟା କାହା ଗାଡି ଆଉ ମୋ ଗାଡି କୁଆଡେ ଗଲା? ଆଜି ଏମିତି ମୋ ସହିତ ହେଇଯିବ ବୋଲି ମୁଁ କେବେ ଭାବି ହିଁ ନଥିଲି। ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣଙ୍କର ହାତୀ ଭାଇ ଆପଣଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡିଓକୁ। ଆଜି ସକାଳୁ ଉଠିବା ପରେ ମୋ ବୋଉ ମୋତେ କହିଲେ ଯେ ଘର ବାଡିଟା ଟିକେ ସଫା କରିଦେଇକି ଯାହା ସବୁ ଶୁଖିଲା ପତ୍ର ବାହାରିବ ତାକୁ ସବୁ ନିଆଁ ଲଗେଇଦେବା ପାଇଁ। ତ ମୁଁ ତାଙ୍କ କଥା ମାନିକି ଲାଗିଗଲି ଆମ ଘର ବାଡି ସଫା କରିବାରେ। ଏଇଟା ହଉଛି ଆମର ଘର ବାଡି। ଏଇ ବାଡିରେ ଆଗରୁ ଆମର ବହୁତ ପରିବା ଚାଷ ହଉଥିଲା। ବାଡି ସଫା କରିସାରିବା ପରେ ମୁଁ ଜଲ୍ଦି ଗାଧେଇ ପାଧେଇ ରେଡି ହେଇକି ବାହାରି ଯାଇଥିଲି ନୀଳଗିରି, କାହିଁକି ନା ଆଜି ଆମ ଅଫିସରେ ଆଜି ଆମର ମିଟିଂ ଥିଲା। ମିଟିଂ ସରିବା ପରେ ମୁଁ ଡାଇରେକ୍ଟ ପଳେଇ ଆସିଥିଲି ଆମ ଦୋକାନକୁ। ଦୋକାନ ଆସିକି ଦେଖେ ତ ପ୍ରାୟତଃ ଆଜି ଦିନ ସାରା କିଛି ବେପାର ନଥିଲା। ଯେତେବେଳେ 2 ପହର ସମୟ ହେଇଥିଲା ଆମର ଦହିବରା ଖାଇବା ପାଇଁ ଇଚ୍ଛା ହେଇଥିଲା ଆଉ ଆମେ ଯାଇଥିଲୁ ଦହିବରା ଆଣିବା ପାଇଁ। ନୀଳଗିରିର ଏଇ ଭାଇଙ୍କ କତୁରୁ ଆମେ ଆଣିଥିଲୁ ଦହିବରା ଆଉ ୟାଙ୍କ ଦହିବରାଟା ବହୁତ ଟେଷ୍ଟ ଥିଲା। ଏଇ ଭାଇଙ୍କର ସିନା ଛୋଟିଆ ଦୋକାନଟେ, ହେଲେ ୟାଙ୍କର ଷ୍ଟଲଟା ପୁରା ସଫାସୁତୁରା ଥିଲା। ୟାଙ୍କର ଦହିବରା ଆଣିବା ପରେ ଆଉ ମୁଁ ଯୋଉ ଘରୁ ଟିଫିନ ଆଣିଥିଲି ସବୁକୁ ମିଶେଇକି ଏକାବେଳେ ଦିପହରେ ଆମେ ଖାଇଦେଲେ। ଆଜିକା ଖାଇବାଟା ପୁରା ସ୍ପେଶାଲ ହେଇଗଲା ମୋ ପାଇଁ। ଯେତେବେଳେ ସନ୍ଧ୍ୟା ହେଲା ଜଣେ ସାର୍ ଆଉ ଜଣେ ମ୍ୟାଡାମ ଆସିଥିଲେ ତାଙ୍କ ନିଜ ପାଇଁ ଗୋଟେ ଭିଭୋ V60 ମୋବାଇଲ ଫାଇନାନ୍ସରେ ନବା ପାଇଁ। ତାଙ୍କ ମୋବାଇଲଟା ଫାଇନାନ୍ସ କରିଦେଇ ସାରିବା ପରେ ଯେତେବେଳେ ରାତି ହେଇଗଲା ମୁଁ ବାହାରିଲି ଆମ ଘରକୁ। ମୁଁ ଯେତେବେଳେ ମୋ ଗାଡି ଷ୍ଟାର୍ଟ କଲି ଘରକୁ ଯିବା ପାଇଁ, ଦେଖେ ତ ମୋ ଗାଡି ଜମା ଷ୍ଟାର୍ଟ ହିଁ ହଉନଥିଲା। ତ ଗାଡିଟା କଣ ଖରାପ ହେଇଥିବ କଣ ନାହିଁ ମୁଁ ଆଉ ଜାଣିପାରିଲି ନାହିଁ। ତ ସେଇଠି ଜଣଙ୍କ ଘରେ ମୋ ଗାଡିଟାକୁ ରଖିଦେଇକି ମୁଁ ଆମ ଦୋକାନରେ କାମ କରୁଥିବା ଅଜୟ ଭାଇ ତାଙ୍କ ଗାଡିକୁ ନେଇକି ପଳେଇ ଆସିଲି ଆମ ଘରକୁ। ମୋର ଆଜିକା ଭିଡିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣେଇବେ। ରହିଲି, ଦେଖାହବ ଆଉ ଏକ ଭିଡିଓରେ। ଜୟ ଜଗନ୍ନାଥ।